ମୋ ନାଁ ଲିଙ୍ଗରାଜ ଲେଙ୍କା। ମୋର ଶରୀର ଅସୁସ୍ଥ ଥିଲା, 7 ଦିନ ହେଇଗଲାଣି। ଅପରେସନ୍ ହେଲି। ତ ଜିଲ୍ଲା ଚିକିତ୍ସାଳୟରେ କିଭଳି ଚିକିତ୍ସା ଚାଲିଛି? ଅତି ସୁନ୍ଦର, ଏତେ ସୁନ୍ଦର ଡକ୍ଟରମାନେ ଏତେ ସୁନ୍ଦର ଭାବରେ ସେ ଅପରେସନ୍ କରେଇଲେ। ଆଉ ନର୍ସମାନଙ୍କର ଯେମିତି ସବୁ ଇଞ୍ଜେକ୍ସନ୍ ଠାରୁ ଆରମ୍ଭ କରି ସାଲାଇନ୍ ଦେବା ପର୍ଯ୍ୟନ୍ତ ସବୁ ସେବାରେ ସେମାନେ ଏକଦମ ଟିକିଏ ବି ଖିଲାପ କରିନାହାନ୍ତି, ଯାହାଫଳରେ କି ମୁଁ ଏକଦମ ସୁସ୍ଥ ହୋଇ ଆଜି ଘରକୁ ଯିବା ପାଇଁ ପ୍ରସ୍ତୁତ ଅଛି। ଦିନରେ ଆମେ ଘୃଣା କରୁଥିଲୁ, ପ୍ରାଇଭେଟ୍ ନର୍ସିଂହୋମ୍କୁ ଯାଉଥିଲୁ, କିନ୍ତୁ ବର୍ତ୍ତମାନ ଏତେ ସୁନ୍ଦର ଭାବରେ ଚିକିତ୍ସାଳୟଟି ହେଇଛି, ଯାହାଫଳରେ ସତେ ଯେମିତି ଗୋଟେ ଆମେ 5 ଷ୍ଟାର ହୋଟେଲରେ ଚିକିତ୍ସା ହେଉଛୁ। ଆଉ ଖାଇବା ପିଇବା ଯେମିତି ମିଳୁଛି, ସବୁ ପ୍ରକାର ସବୁ ବ୍ୟବସ୍ଥା ଅଛି। ବିଧାୟକଙ୍କର ସେତିକି ଭଗବାନ ତାଙ୍କୁ ଭଲରେ ରଖନ୍ତୁ। ଏ ମାନେ ସ୍ୱାସ୍ଥ୍ୟ ସେବା ଯେମିତି ହେଉଛି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ ଅଛି। ବର୍ତ୍ତମାନ ମାନ୍ୟବର ଯୁବ ବିଧାୟକ ନିର୍ବାଚନ ପରେ ସେ ଭାରତୀୟ ଜନତା ପାର୍ଟିର ଯେତେବେଳେ ସରକାର ଆସିଛି, ଅଚାନକ ଆସି ଯେତେବେଳେ ମେଡ଼ିକାଲ ପରିଦର୍ଶନ କରୁଛନ୍ତି, ଯାହାଫଳରେ କି ପୂର୍ବ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ସେମାନେ ବଦଳାଇ ଦେଇଛନ୍ତି। ଯାହାଫଳରେ କି ରୋଗୀମାନେ ପ୍ରାଇଭେଟ୍ ନର୍ସିଂହୋମ୍କୁ ପଳାଉଥିଲେ, ଏଭଳି ଭାବରେ ବ୍ୟବସ୍ଥା ଥିଲା ପୂର୍ବରୁ। ବର୍ତ୍ତମାନ ନର୍ସିଂହୋମ୍ ଫାଙ୍କା ପଡ଼ିଛି, କିନ୍ତୁ ହସ୍ପିଟାଲରେ ସବୁ ରୋଗୀମାନଙ୍କର ସେବା ଚାଲିଛି ଏତେ ସୁନ୍ଦର ଭାବରେ। ଆଉ ଏତେ ସୁନ୍ଦର ଭାବରେ ସ୍ୱାସ୍ଥ୍ୟ ଫେରି ପାଉଛନ୍ତି ରୋଗୀମାନେ, ଯାହାଫଳରେ କି ଖୁବ୍ ଖୁସିର କଥା, ଆନନ୍ଦର କଥା ମୁଁ ନିଜେ ଅନୁଭବ କରୁଛି। ସେମାନେ ଏମିତି ଉଠେଇବେ, ତାଙ୍କର ନୀତି ହେଲା ଗୋଡ଼ଟଣା ନୀତି, କିନ୍ତୁ ଆମ ଯୁବ ବିଧାୟକ ଏତେ ସୁନ୍ଦର ଭାବେ ମେଡ଼ିକାଲ ଟିକେ ଖଞ୍ଜିଛନ୍ତି, ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ଖାଇବା ଠାରୁ ରହିବା ପର୍ଯ୍ୟନ୍ତ ଏତେ ସୁନ୍ଦର ଭାବରେ ଗୋଟେ ରୋଗୀର ଘୃଣା ମନୋଭାବ ଆସିବ ନାହିଁ ଏ ମେଡ଼ିକାଲ। ତ ବିଧାୟକକୁ କାହିଁକି ବିରୋଧ କରାଯାଉଛି? ଚାରିପଟରେ ଯାହାକି ବିଧାୟକ ଏତେ ଭଲ କହୁଛନ୍ତି, ଆପଣ ଏତେ ବିକାଶ କରୁଛନ୍ତି, ତେବେ କାହିଁକି ବିରୋଧର ସମ୍ମୁଖୀନ ହେଉଛନ୍ତି? ମଣିଷ ପ୍ରକୃତି କିଛି ଥାଏ ଖରାପ, ସେମାନେ ଭଲ ମଣିଷକୁ ଖରାପ କୁହନ୍ତି। ବିଧାୟକ ଯେଉଁଭଳି କରୁଛନ୍ତି, ଯିଏ ତାଙ୍କୁ ଖରାପ କହୁଛନ୍ତି, ତାଙ୍କଠାରୁ ଖରାପ ଲୋକ କେହି ଦୁନିଆରେ ନାହାନ୍ତି। କିନ୍ତୁ ବିଧାୟକ, ମାନ୍ୟବର ବିଧାୟକ, ଭଗବାନ ତାଙ୍କୁ ଭଲରେ ରଖନ୍ତୁ। ସେ ଏଇଭଳି ବିକାଶ କରିଚାଲନ୍ତୁ, ଯାହାଫଳରେ କି ରୋଗୀମାନେ ସେବା ପାଆନ୍ତୁ, ଜନସାଧାରଣ ସେବା ପାଆନ୍ତୁ, ଦେଶର ବି ବିକାଶ ହେଉ। ଏତିକି ଭଗବାନ ପାଖରେ ପ୍ରାର୍ଥନା ମୋର।